ଜୀବନରେ ଗୋଟିଏ କଥା ସବୁବେଳେ ମନେ ରଖିଥିବେ, ସମୟ ବଦଳିବାକୁ ସମୟ ଲାଗିଥାଏ, କିନ୍ତୁ ମଣିଷ ବଦଳିବାକୁ ସମୟ ଲାଗେ ନାହିଁ। ଲୋକେ ତ ଚାହିଁବେ ଆପଣ ଭଲରେ ରୁହନ୍ତୁ, କିନ୍ତୁ ସେମାନେ କେବେ ଚାହିଁବେ ନାହିଁ କି ତାଙ୍କଠାରୁ ଭଲରେ ରୁହନ୍ତୁ। ଯେପରି ଭୋକ ଲାଗିଲେ ଖାଦ୍ୟର ମୂଲ୍ୟ ଜଣାପଡ଼େ, ଶୋଷ ଲାଗିଲେ ପାଣିର ମୂଲ୍ୟ ଜଣାପଡ଼େ, ଠିକ୍ ସେହିପରି ବିପଦ ସମୟରେ ହିଁ ଭଗବାନଙ୍କର ମୂଲ୍ୟ ଜଣାପଡ଼େ। ସଫଳତା ପାଇବାକୁ ହେଲେ ଏକୁଟିଆ ଆଗକୁ ବଢ଼ିବାକୁ ପଡ଼େ। ସଫଳ ହେବା ପରେ ଲୋକେ ଆପେ ଆପେ ଆପଣଙ୍କ ପଛରେ ଆସିଯିବେ। ଜୀବନ ସାରା ଶାନ୍ତିରେ ଏବଂ ଖୁସିରେ ରହିବାକୁ ହେଲେ ଅଧିକ ଧନ ସମ୍ପତ୍ତିର କିଛି ଆବଶ୍ୟକତା ନାହିଁ। ଖାଲି ଦରକାର ମନକୁ ବୁଝିଲା ଭଳି ଦରକାର ଜଣେ ଜୀବନସାଥୀ। ସମ୍ପର୍କର ପଶା ଖେଳରେ ମଣିଷକୁ ବେଳେ ବେଳେ ହାରିବାକୁ ହୁଏ। ଏଥିପାଇଁ ନୁହଁ କି ତାକୁ ଖେଳର ନିୟମ ଜଣା ନଥାଏ, ଏଥିପାଇଁ କି ଖେଳ ପଛରେ ଥିବା ଛଳନା ତାକୁ ଜଣା ନଥାଏ। ଘୃଣା ନାହିଁ କାହା ପାଇଁ, କିନ୍ତୁ ମୁଁ ନିଜକୁ ସେହି ଲୋକମାନଙ୍କ ଠାରୁ ଦୂରେଇ ରଖିବି ଯେଉଁମାନେ ମୋତେ ଗୁରୁତ୍ୱ ଦିଅନ୍ତି ନାହିଁ। କାହା ଉପରେ ଅଧିକ ଭରସା କରିବା ମୂର୍ଖାମି, କାରଣ ଅନ୍ଧାରରେ ନିଜ ଛାଇ ବି ସାଥିରେ ରହେ ନାହିଁ। ଯଦି ସ୍ୱପ୍ନ ପୂରା ହେଉନାହିଁ ରାସ୍ତା ବଦଳାନ୍ତୁ, ସିଦ୍ଧାନ୍ତ ନୁହେଁ, କାରଣ ଗଛ ସର୍ବଦା ପତ୍ର ବଦଳେଇଥାଏ, ମୂଳ ନୁହେଁ। ମାଛ ଆଉ ପାଣିର ସମ୍ପର୍କ ଏତେ ନିବିଡ଼ ଯେ ଯେତେ ଦୂଷିତ ହେଲେ ବି ମାଛ ପାଣିକୁ ଛାଡ଼ି ଯାଇପାରେ ନାହିଁ, ଶାନ୍ତିରେ ରହିପାରେ ନାହିଁ, ତଥାପି ସେହି ପାଣିରେ ରହିଥାଏ। ଠିକ୍ ସେମିତି କିଛି ସମ୍ପର୍କ ଯେତେ ଖରାପ ହୋଇଥିଲେ ମଧ୍ୟ ଭାଙ୍ଗି ହୁଏ ନାହିଁ, କାରଣ ହୃଦୟରୁ ଜଣକୁ ବାହାର କରିବା ଭାରି କଷ୍ଟ। ସୂର୍ଯ୍ୟ କିରଣ ଆମ ଶରୀର ଓ ଅସ୍ଥି ପାଇଁ ଖୁବ୍ ଉପଯୋଗୀ। ମୁହଁ ଓ ମୁଣ୍ଡର କିଛି ସମ୍ବେଦନଶୀଳ ଅଂଶକୁ ଢାଙ୍କି ବାକି ଅଂଶକୁ ସକାଳର କଅଁଳିଆ କିରଣରେ ସୂର୍ଯ୍ୟ ସ୍ନାନ କରନ୍ତୁ। ନିଜ ମୁଣ୍ଡ ଓ ଆଖିକୁ ଥଣ୍ଡା ତଉଳିଆରେ ଢାଙ୍କି ରଖନ୍ତୁ, ଆଖିକୁ ଓଦା ରଖନ୍ତୁ। କଅଁଳିଆ ସୂର୍ଯ୍ୟ କିରଣ ସ୍ୱାସ୍ଥ୍ୟ ପାଇଁ ଅତି ଉତ୍ତମ। ଟାଣ ଖରାରୁ ନିଜକୁ ରକ୍ଷା କରନ୍ତୁ। ଦ୍ୱିପହରରେ ଘରୁ ବାହାରିବାର ଥାଏ, ଏକ ଗ୍ଲାସ ପାଣି ପିଇ ବାହାରନ୍ତୁ। ଖରାରୁ ଆସି ତୁରନ୍ତ ପାଣି ନ ପିଇ ରହି ପିଅନ୍ତୁ। ଶାରୀରିକ ବିକାଶ ସମ୍ପୂର୍ଣ୍ଣ ବିକାଶର ଏକ ଦିଗ। ଏହା ସହିତ ଯଦି ମାନସିକର ବିକାଶ ନହେଲା ତେବେ ଏହା ପୂରା ହୁଏ ନାହିଁ। ମାନସିକ ବିକାଶ ଛଡ଼ା ସାମାଜିକ, ଆର୍ଥିକ ଓ ଆଧ୍ୟାତ୍ମିକ ବିକାଶ ଆମର ଧ୍ୟେୟ ହେଉ। ଏପରି ଭାବେ ପୂର୍ଣ୍ଣ ବିକାଶ ହିଁ ଆମ ଜୀବନରେ ଆନନ୍ଦର କାରଣ ହୋଇଥାଏ। ମଣିଷ ଜୀବନ ଜନ୍ମଠୁ ଆରମ୍ଭ ହୁଏ ଓ ପ୍ରତି କ୍ଷଣରେ ତାର ବିକାଶ ସଂଗଠିତ ହୋଇଥାଏ। ମା ଗର୍ଭରୁ ତାର ଶାରୀରିକ ବିକାଶ ଘଟିଥାଏ, ଯାହା ଯୌବନର ଅନ୍ତ ଯାଏ ଚାଲୁ ରହି ବାର୍ଦ୍ଧକ୍ୟରେ ରୋକିଯାଏ। ମାନେ ଶାରୀରିକ ସ୍ୱାସ୍ଥ୍ୟ ସଚେତନ ମାନେ ଏହି ବିକାଶକୁ କମ୍ ହେବାକୁ ଦିଅନ୍ତି ନାହିଁ। ଆମ ଜୀବନରେ ବିନା କାରଣରେ କୌଣସି ସମସ୍ୟା ଆସିନଥାଏ। ସମସ୍ୟା ଜୀବନରେ କିଛି ସତର୍କ ଦେଇଥାଏ, କାରଣ ଆମ ଜୀବନରେ କିଛି ବଦଳାଇବାକୁ ପଡ଼ିବ। ରାତିରେ ଭାଗ୍ୟକୁ ନେଇ କାନ୍ଦିବା, ସକାଳୁ ଉଠି ମୁହଁ ଧୋଇ କାମକୁ ଯିବା, ଏଇଟା ହିଁ ଆମ ପୁଅମାନଙ୍କର ଜୀବନ। ଯିଏ ଦୋଷ କରି କ୍ଷମା ମାଗେ ସେ ଖୁବ୍ ସାହସୀ। ଯିଏ ପ୍ରତିଶୋଧ ନ ନେଇ କ୍ଷମା କରିଦିଏ ସେ ଶକ୍ତିଶାଳୀ। ଆଉ ଯିଏ ସବୁ କିଛି ଭୁଲିଯାଏ ସେ ସୁଖୀ। ଜୟ ଶ୍ରୀ ଜଗନ୍ନାଥ।